ଭାରତ 2 ଦିନ ପରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ। ଅକ୍ଟୋବର 19 ତାରିଖରୁ 3 ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଆରମ୍ଭ ହେଉଛି। ପ୍ରଥମ ଓଡିଆଇ ପୂର୍ବରୁ ଅଲରାଉଣ୍ଡର ଅକ୍ଷର ପଟେଲ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ କହିଛନ୍ତି ଯେ ଭାରତୀୟ ଦଳ ଅଷ୍ଟ୍ରେଲିଆ ପରିସ୍ଥିତି ବିଷୟରେ ଭଲ ଭାବରେ ଅବଗତ ଏବଂ ଅକ୍ଷର ପଟେଲ ପିଚ୍ ବିଷୟରେ ଏକ ବିଶେଷ କଥା ମଧ୍ୟ କହିଛନ୍ତି। ଶୁକ୍ରବାର ଭାରତର ପ୍ରଶିକ୍ଷଣ ଅଧିବେଶନ ପରେ ଅକ୍ଷର ପଟେଲ ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପାଇଁ ଦଳର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ସେ ସାମ୍ବାଦିକମାନଙ୍କୁ କହିଥିଲେ, ମୁଁ ଭାବୁଛି 2015 ପରଠାରୁ ବହୁତ କିଛି ପରିବର୍ତ୍ତନ ହୋଇଛି। ଯେତେବେଳେ ଆମେ ଆସିଥିଲୁ ସେତେବେଳେ କେବଳ ପିଚ୍ ପରିସ୍ଥିତି ଏବଂ ବାଉନ୍ସ ବିଷୟରେ ଆଲୋଚନା ହେଉଥିଲା ଏବଂ ଆମେ କମ୍ ଖେଳିଥିଲୁ। ଅକ୍ଷର ପଟେଲ କହିଛନ୍ତି, 2015 ବିଶ୍ୱକପ୍ ପରେ ଆମେ ନିୟମିତ ଭାବରେ ଖେଳିବା ଆରମ୍ଭ କରିଥିଲୁ ଏବଂ ସିରିଜ୍ ଲମ୍ବା ହେବାକୁ ଲାଗିଲା। ଏହାପରେ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିବା ଆରମ୍ଭ କଲେ। ଯେତେବେଳେ ଆମେ ଏବେ ଆସୁଛୁ ଆମେ ଅଷ୍ଟ୍ରେଲିଆ ପରିସ୍ଥିତିରେ ଅଭ୍ୟସ୍ତ ହୋଇଗଲୁଣି ବୋଲି ଅନୁଭବ କରୁନାହୁଁ ଏବଂ ଆମକୁ ଅଧିକ ପ୍ରସ୍ତୁତ ହେବାକୁ ପଡ଼ିବ। ଆମେ ଏବେ କେଉଁଠାରେ ରନ୍ କରିପାରିବ ସେ ବିଷୟରେ ଚିନ୍ତା କରୁଛୁ। ତେଣୁ ଆମେ ରଣନୀତି ଏବଂ ସମୟ ବିଷୟରେ କଥା ହେଉଛୁ, ଆମେ ପିଚ୍ ବିଷୟରେ କଥା ହେଉନା। ଅକ୍ଷର କହିଛନ୍ତି, ଏହା ଗିଲ୍ ପାଇଁ ଭଲ। ରୋହିତ ଭାଇ ଏବଂ ବିରାଟ ଭାଇ ସେଠାରେ ଅଛନ୍ତି ଏବଂ ସେମାନେ ଅଧିନାୟକ ମଧ୍ୟ ଥିଲେ, ତେଣୁ ସେମାନେ ସେମାନଙ୍କର ମତାମତ ଦେଇପାରିବେ। ତେଣୁ ଏହା ଗିଲ୍ଙ୍କ ଅଧିନାୟକତ୍ୱ ପାଇଁ ବହୁତ ଭଲ ବିକାଶ।